ପିଲାମାନେ ଆଜି ଆମେ ଗୋଟିଏ ଗପ ପଢ଼ିବା। ଆଚ୍ଛା କହିଲ ପିଲାମାନେ, ଜହ୍ନ କେଉଁଠି ଦେଖାଯାଏ? ଜହ୍ନ ଆମକୁ ରାତିରେ ନିର୍ମଳ ଆକାଶରେ ଦେଖାଯାଏ। ଆଚ୍ଛା କହିଲ, ଆମେମାନେ ଚାହିଁଲେ ଜହ୍ନକୁ ଧରିପାରିବା କି? ନାହିଁ, ଆମେମାନେ ଜହ୍ନକୁ ଧରିପାରିବା ନାହିଁ, କାରଣ ଜହ୍ନ ଆମଠୁ ବହୁତ ଦୂରରେ ଅଛି। ଆମେ ଏବେ ଏ ଜହ୍ନକୁ ନେଇକି ଗୋଟିଏ ଗପ ପଢ଼ିବା। ଗପଟିର ନାଁ ହେଉଛି ଆସରେ ଧରିବା ଜହ୍ନ। ଦଳେ ପିଲା ମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ। ଆକାଶର ଜହ୍ନକୁ ପାଣି ଭିତରେ ଦେଖି ମାଙ୍କଡ଼ମାନଙ୍କ ଖୁସି କହିଲେ ନ ସରେ। ସେମାନଙ୍କ ଭିତରୁ ଜଣେ କହିଲା, ଆରେ ଦେଖରେ, ପୋଖରୀ ଭିତରେ ଜହ୍ନ, ଚାଲ ତାକୁ ଧରିବା। ଜହ୍ନକୁ କେମିତି ଧରିବେ? ସମସ୍ତେ ବସି ଉପାୟ ପାଞ୍ଚିଲେ। ସମସ୍ତେ ଉପାୟ ପାଞ୍ଚୁଥିବା ବେଳେ ଜଣେ ଜହ୍ନକୁ ଆଗ ଧରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲା। ତେଣୁ ସେ କିଛି ଚିନ୍ତା ନ କରି ପୋଖରୀ ଭିତରକୁ ମାରିଲା ଗୋଟାଏ କୁଦା। ହେଲେ ଜହ୍ନ କାହିଁ? ପାଣି ଭିତରୁ ଜହ୍ନ ଏକବାର ଛୁ। ପାଣିରେ ପହଁରୁଥିବା ମାଙ୍କଡ଼ଟି କହିଲା, ଆରେ କୁଆଡ଼େ ଗଲା ଜହ୍ନ? ଅନ୍ୟମାନେ ଗଛ ଉପରୁ କହିଲେ, ତୋ କୁଦାରେ ବୋଧହୁଏ ସେ ଡରିଗଲା। ଓଦା ଜୁଡ଼ୁବୁଡ଼ୁ ମାଙ୍କଡ଼ଟି ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା। ଆଚ୍ଛା ପିଲାମାନେ, ଆଜି ଏହି ଗପଟି ଏତିକିରେ ଥାଉ। ପରବର୍ତ୍ତୀ କ୍ଲାସରେ ଗପଟିକୁ ପୁଣି ଏଇଠାରୁ ପଢ଼ିବା ଓ ଜାଣିବା ମାଙ୍କଡ଼ମାନେ ଜହ୍ନଟିକୁ ଧରିପାରିଲେ କି ନାହିଁ। ଏବେ ଆମେ ଗପଟିକୁ ଯେତିକି ପଢ଼ିଲେ ସେଥିରେ ଥିବା ପ୍ରତ୍ୟେକ ବାକ୍ୟରେ କେଉଁ କେଉଁ ସବୁ ବିରାମ ଚିହ୍ନ ଏବଂ ସ୍ୱତନ୍ତ୍ର ଶବ୍ଦ ବ୍ୟବହାର ହୋଇଛି ସେ ବିଷୟରେ ଜାଣିବା ଏବଂ ଚିହ୍ନଟ କରିବା। ଆଚ୍ଛା ପିଲାମାନେ, ଆମେ ଏବେ ଦେଖିବା ପ୍ରଥମ ବାକ୍ୟଟିକୁ। ପ୍ରଥମ ବାକ୍ୟରେ ଲେଖା ହୋଇଛି, ଦଳେ ପିଲା ମାଙ୍କଡ଼ ପୋଖରୀରେ ଜହ୍ନକୁ ଦେଖିଲେ। ହଁ ସାର୍। ହଁ, ଏବେ ମୋତେ କୁହ, ସେହି ବାକ୍ୟର ଶେଷରେ କେଉଁ ଚିହ୍ନ ଅଛି? ଗାର ସାର୍, ଗାର ସାର୍। ଏକ ସାର୍, ଏକ ସାର୍। ନାଇଁ, ଏଇଟା ପୂର୍ଣ୍ଣଚ୍ଛେଦ। ଏହି ବାକ୍ୟ ଶେଷରେ ଯେଉଁ ଚିହ୍ନଟି ଅଛି ତା ନାଁ ହେଉଛି ପୂର୍ଣ୍ଣଚ୍ଛେଦ, ଯେଉଁଟା ଦେଖିବା ପାଇଁ ଗୋଟେ ଗାର ଭଳି। ଏବେ ଆମେ ଦ୍ୱିତୀୟ ବାକ୍ୟଟିକୁ ଦେଖିବା। ଦ୍ୱିତୀୟ ବାକ୍ୟରେ ଅଛି, ଆକାଶର ଜହ୍ନକୁ ପାଣି ଭିତରେ ଦେଖି ମାଙ୍କଡ଼ମାନଙ୍କ ଖୁସି କହିଲେ ନ ସରେ। ଆଚ୍ଛା କହିଲ ପିଲାମାନେ, ଏହି ବାକ୍ୟ ଶେଷରେ କେଉଁ ଚିହ୍ନ ଅଛି? ପୂର୍ଣ୍ଣଚ୍ଛେଦ ସାର୍। ହଁ, ଏଇଟା ମଧ୍ୟ ପୂର୍ଣ୍ଣଚ୍ଛେଦ। ଏବେ ଆମେ ତାପର ବାକ୍ୟ ଦେଖିବା। ସେମାନଙ୍କ ଭିତରୁ ଜଣେ କହିଲା, ଆରେ ଦେଖରେ, ପୋଖରୀ ଭିତରେ ଜହ୍ନ। ଏଠି କହିଲ ପିଲାମାନେ, ସେମାନଙ୍କ ଭିତରୁ ଜଣେ କହିଲା ପରେ ଯେଉଁ ଚିହ୍ନଟି ଅଛି ସେଟା କି ଚିହ୍ନ? ଟୁପା ସାର୍, ଟୁପା ସାର୍। ନାଇଁ ସାର୍, ସେଟା ଦୁଇ। ହଁ, ସେଟା ଟୋପା ନୁହେଁ କି ଦୁଇ ନୁହେଁ ପିଲାମାନେ। ସେଇଠି ଯୋଉ ଚିହ୍ନଟା ଅଛି ସେଇ ଚିହ୍ନର ନାଁ ହେଉଛି କମା। କ'ଣ କହିଲ ପିଲାମାନେ? କମା। ତାପରେ, ଆରେ ଦେଖରେ, ପୋଖରୀ ଭିତରେ ଜହ୍ନ। ଆଚ୍ଛା କହିଲ ପିଲାମାନେ, ଜହ୍ନ ପରେ ଯେଉଁ ଚିହ୍ନଟି ଅଛି ସେଟା କି ଚିହ୍ନ? ଏକ ସାର୍, ଏକ ସାର୍। ନାଇଁ ସାର୍, ପୂର୍ଣ୍ଣଚ୍ଛେଦ। ଆପଣ ଏବେ କହିଥିଲେ ପରା। ହଁ, ମୁଁ କହିଥିଲି ପିଲାମାନେ, କିନ୍ତୁ ଏଇଟା ପୂର୍ଣ୍ଣଚ୍ଛେଦ ନୁହଁ କି ଗାର ନୁହଁ। ଦେଖୁଛ ନା, ଏହି ଚିହ୍ନ ତଳେ ଗୋଟେ ଟୋପା ଅଛି, ସେଥିପାଇଁ ଏଇଟା ହେଉଛି ଆଶ୍ଚର୍ଯ୍ୟସୂଚକ ଚିହ୍ନ। ଏବେ ଆମେ ଶେଷ ବାକ୍ୟଟିକୁ ଦେଖିବା। ଶେଷ ବାକ୍ୟଟିରେ ଚାଲ ତାକୁ ଧରିବା ଲେଖା ହେଇଛି। ଚାଲ ପରେ ଯେଉଁ ଚିହ୍ନଟି ହେଉଛି ସେଇଟା ହେଉଛି କମା, ଆଉ ସବୁଠୁ ଶେଷରେ ଯେଉଁ ଚିହ୍ନ ଅଛି ସେଇଟା ହେଉଛି ପୂର୍ଣ୍ଣଚ୍ଛେଦ। ଏବେ ଏଥିରେ ଆମେ ପ୍ରଥମ ବାକ୍ୟଟିକୁ ଦେଖିବା। ଜହ୍ନକୁ କେମିତି ଧରିବେ? ସମସ୍ତେ ଉପାୟ ପାଞ୍ଚିଲେ। ଆଚ୍ଛା କହିଲ ପିଲାମାନେ, ଏହି ବାକ୍ୟର ଶେଷରେ କେଉଁ ଚିହ୍ନ ଅଛି? ପୂର୍ଣ୍ଣଚ୍ଛେଦ ସାର୍। ହଁ, ଏହି ବାକ୍ୟର ଶେଷରେ ପୂର୍ଣ୍ଣଚ୍ଛେଦ ଅଛି। ପରବର୍ତ୍ତୀ ବାକ୍ୟଟିକୁ ଦେଖିବା। ସମସ୍ତେ ଉପାୟ ପାଞ୍ଚୁଥିବା ବେଳେ ଜଣେ ଜହ୍ନକୁ ଆଗ ଧରିବା ପାଇଁ ବ୍ୟସ୍ତ ହୋଇ ପଡ଼ିଲା। ଆଚ୍ଛା କହିଲ ପିଲାମାନେ, ଏହି ବାକ୍ୟର ଶେଷରେ କେଉଁ ଚିହ୍ନ ଅଛି? ପୂର୍ଣ୍ଣଚ୍ଛେଦ ସାର୍। ଆଚ୍ଛା କହିଲ ପିଲାମାନେ, ଏଠି ଯେଉଁ ସମସ୍ତେ ଶବ୍ଦଟି ଅଛି, ଏହି ସମସ୍ତେ ଶବ୍ଦଟି କାହାକୁ ଦର୍ଶଉଛି? ମାଙ୍କଡ଼କୁ ସାର୍। ହଁ, ଏହି ସମସ୍ତେ ଶବ୍ଦଟି ଏଠି ସବୁ ମାଙ୍କଡ଼ମାନଙ୍କୁ ଦର୍ଶଉଛି। ଏବେ ତା ପରବର୍ତ୍ତୀ ବାକ୍ୟ ଦେଖିବା। ତେଣୁ ସେ କିଛି ଚିନ୍ତା ନ କରି ପୋଖରୀ ଭିତରକୁ ମାରିଲା ଗୋଟାଏ କୁଦା। ଆଚ୍ଛା କହିଲ ପିଲାମାନେ, ଏହି ବାକ୍ୟର ଶେଷରେ କେଉଁ ଚିହ୍ନ ଅଛି? ପୂର୍ଣ୍ଣଚ୍ଛେଦ ସାର୍। ହଁ, ଏଇଟା ମଧ୍ୟ ପୂର୍ଣ୍ଣଚ୍ଛେଦ। ଆଚ୍ଛା କହିଲ ପିଲାମାନେ, ଏଠାରେ ଯେଉଁ ସେ ଶବ୍ଦଟି ବ୍ୟବହାର ହୋଇଛି ସେହି ସେ ଶବ୍ଦଟି କାହାକୁ କହୁଛି, କାହାକୁ ଦର୍ଶଉଛି? ସାର୍, ସେଇଟା ମାଙ୍କଡ଼କୁ କହୁଛି ସାର୍।
ହଁ, ଏଠାରେ ସେ ଶବ୍ଦଟି ମାଙ୍କଡ଼କୁ ଦର୍ଶଉଛି। ଏବେ ତା ପର ବାକ୍ୟଟିକୁ ଦେଖିବା। ହେଲେ ଜହ୍ନ କାହିଁ? ଆଚ୍ଛା କହିଲ ପିଲାମାନେ, ଏଠାରେ କେଉଁ ଚିହ୍ନଟି ବ୍ୟବହାର ହେଇଛି? ଦା ସାର୍ ଦା। ନାଇଁ ସାର୍, ବାଙ୍କୁଳି ବାଡ଼ି ସାର୍। ନାଇଁ ପିଲାମାନେ, ଏଇଟା ଦା ନୁହଁ କି ବାଙ୍କୁଲି ବାଡ଼ି ନୁହଁ। ଏଇ ଚିହ୍ନଟିକୁ ଆମେ କହିବା ପ୍ରଶ୍ନବାଚକ ଚିହ୍ନ। ହଁ ସାର୍। ତାପରେ ଲେଖା ଅଛି ପାଣି ଭିତରୁ ଜହ୍ନ ଏକବାର ଛୁ। ଆଚ୍ଛା କହିଲ ପିଲାମାନେ, ଏଇଟା କୋଉ ଚିହ୍ନ? ପୂର୍ଣ୍ଣଚ୍ଛେଦ ସାର୍। ପୂର୍ଣ୍ଣଚ୍ଛେଦ। ଏବେ ପିଲାମାନେ ଏଥିରେ ପ୍ରଥମ ଧାଡ଼ିଟିକୁ ଦେଖିଲ। ପାଣିରେ ପହଁରୁଥିବା ମାଙ୍କଡ଼ଟି କହିଲା, ଆରେ କୁଆଡ଼େ ଗଲା ଜହ୍ନ? ଏଠାରେ କହିଲ ପାଣିରେ ପହଁରୁଥିବା ମାଙ୍କଡ଼ଟି କହିଲା ପରେ କେଉଁ ଚିହ୍ନ ଅଛି? କମା ଚିହ୍ନ ସାର୍। ଏବେ ପରବର୍ତ୍ତୀ ବାକ୍ୟଟିକୁ ଦେଖିବା। ଆରେ କୁଆଡ଼େ ଗଲା ଜହ୍ନ? କହିଲ ପିଲାମାନେ, ଏହି ଜହ୍ନ ପରେ କେଉଁ ଚିହ୍ନ ଅଛି? ପ୍ରଶ୍ନବାଚକ ସାର୍। ଏଇଟା ହେଉଛି ପ୍ରଶ୍ନସୂଚକ ଚିହ୍ନ। ତାପରେ ଦେଖିଲ ପିଲାମାନେ ବାକ୍ୟ। ଅନ୍ୟମାନେ ଗଛ ଉପରୁ କହିଲେ, ତୋ କୁଦାରେ ବୋଧହୁଏ ସେ ଡରିଗଲା। ଏବେ କହିଲ ପିଲାମାନେ, ଏଠାରେ ଡରିଗଲା ପରେ କେଉଁ ଚିହ୍ନ ଅଛି? ପୂର୍ଣ୍ଣଚ୍ଛେଦ ସାର୍। ଏଠାରେ ଯେଉଁ ଚିହ୍ନ ଅଛି ସେଇଟା ହେଉଛି ପୂର୍ଣ୍ଣଚ୍ଛେଦ। ଆଚ୍ଛା କହିଲ ପିଲାମାନେ, ଏହି ବାକ୍ୟର ପ୍ରଥମରେ ଯେଉଁ ଶବ୍ଦଟି ବ୍ୟବହାର ହୋଇଛି ତୋ କୁଦାରେ ବୋଧହୁଏ ସେ ଡରିଗଲା, ଏଠାରେ ତୋ ଶବ୍ଦଟା କାହା ପାଇଁ ବ୍ୟବହାର ହୋଇଛି? ସାର୍, ପାଣିକୁ ଡେଇଁଥିବା ମାଙ୍କଡ଼କୁ କହୁଛି ସାର୍। ହଁ ପିଲାମାନେ, ଏଠାରେ ତୋ ଶବ୍ଦଟି ଯୋଉ ମାଙ୍କଡ଼ଟା ପାଣିକୁ ଡେଇଁଥିଲା ତାକୁ କହୁଛି। ଏବେ ତା ପର ବାକ୍ୟଟି ଦେଖିଲ ପିଲାମାନେ। ଓଦା ଜୁଡୁବୁଡୁ ମାଙ୍କଡ଼ଟି ଗଛକୁ ଚଢ଼ି ଅନ୍ୟମାନଙ୍କ ସହ ଡାଳରେ ବସିଲା। କହିଲ ପିଲାମାନେ, ଏହାର ଶେଷରେ କେଉଁ ଚିହ୍ନ ବ୍ୟବହାର ହୋଇଛି? ପୂର୍ଣ୍ଣଚ୍ଛେଦ ସାର୍। ଆଚ୍ଛା ପିଲାମାନେ, ଆମେ ତ ଆଜି କିଛି ବିରାମ ଚିହ୍ନ ଆଉ କିଛି ସ୍ୱତନ୍ତ୍ର ଶବ୍ଦ ବିଷୟରେ ଜାଣିଲେ। ମୁଁ ତମକୁ କିଛି ଗୃହ କାର୍ଯ୍ୟ ଦେଇଛି। ତୁମେ ଏହି ଗୃହ କାର୍ଯ୍ୟ ଗୁଡ଼ିକ ଘରେ କରି ଦେଖିବ। ପରବର୍ତ୍ତୀ କ୍ଲାସରେ ଆଉ ଆମେ କିଛି ନୂଆ କଥା ଶିଖିବା। ଏବେ ପାଇଁ ରହୁଛି। ଧନ୍ୟବାଦ।